सरकार चाहूँचंती जे महिला माने आगको बढ़न्तु एही हिसाब रे आपण मध्य आगको बेस दुई पाद आगको चलीछंती एवं आगामी दिन रे मध्य आगको बढ़िया आपनकर लक्ष्य अछि। तेबे जेउ महिला माने आपनक भଳି आपनकर संग साथी कहंतु किंबा आपण भଳି अछंती छात्री माने जो माने कि भिन्नक्षम ସେମାନଙ୍କୁ କ'ଣ ବାର୍ତ୍ତା ଦେବେ ଆଜିର ଯଦି ଦେଖିବେ ଆଜି ସକ୍ଷମ ହେଇକି ମଧ୍ୟ ଅକ୍ଷମ ପାଲଟି ଯାଉଛନ୍ତି କାରଣ ସେମାନେ କୌଣସି ସେମାନଙ୍କ ନିକଟରେ ଇଚ୍ଛା ଶକ୍ତିର ଅଭାବ ରହୁଛି ଯୋଉଠିକି ସେମାନେ କର୍ମ କୋଢ଼ିଆ ପାଲଟି ଯାଉଛନ୍ତି ସେମାନଙ୍କ ପାଇଁ କ'ଣ ବାର୍ତ୍ତା ଦେବେ? ନିଶ୍ଚିତ ଭାବରେ ଗୋଟେ ମହିଳାକୁ ବାହାରକୁ ଆସିବା ପାଇଁ ବି ଗୋଟେ ବହୁତ ବଡ଼ ଯୁଦ୍ଧ ଲଢ଼ିବାକୁ ପଡ଼ୁଛି। ପ୍ରଥମେ ତ ସେ ନିଜର ଯୋଉ ମେଣ୍ଟାଲିଟି ଅଛି ସେଇଥିରେ ଯୁଦ୍ଧ ଲଢ଼ୁଛି। ତାପରେ ସେକେଣ୍ଡ ହେଉଛି ସେ ଫ୍ୟାମିଲି ସହିତ ବି ଯୁଦ୍ଧ ଲଢ଼ୁଛି। ତାପରେ ଥାର୍ଡ ଆସୁଛି ସୋସିଆଲରେ ବି ତାକୁ ଯୁଦ୍ଧ ଲଢ଼ିବାକୁ ପଡ଼ୁଛି। ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ମହିଳାକୁ ଯୁଦ୍ଧ ଲଢ଼ିବାକୁ ପଡ଼ୁଛି। କିନ୍ତୁ ମୁଁ ଏଇଆ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି କି ଯୋଉଠି ବି ଆପଣଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି କରନ୍ତୁ। କାହିଁକି ନା ସେଇ ସଂଘର୍ଷ ପରେ ଆପଣଙ୍କୁ ସଫଳତାର ବାଟ ଦେଖେଇଦବ। ମୋ ପାଇଁ ଏଇଟା ଟିକେ ଇଜି ହେଇଗଲା କାହିଁକି ନା ମୋ ଫ୍ୟାମିଲିର ଟିକେ ସପୋର୍ଟ ଥିଲା। ସେଇ ପାଇଁ ବୋଲିକିରି ମୋତେ ସେମାନେ ଆଗେଇଲେ, ସବୁ ଜିନିଷରେ ସପୋର୍ଟ କଲେ, ମୁଁ ଆଗକୁ ଆସିଛି। କିନ୍ତୁ ସମସ୍ତଙ୍କୁ ମୁଁ ଏଇଆ କହିବାକୁ ଚାହୁଁଛି ଆପଣଙ୍କୁ ଟିକେ ବି ଯଦି କୋଉଠୁ ସପୋର୍ଟ ମିଳୁଛି କିମ୍ବା ନ ବି ମିଳୁଛି ଆପଣ ଏକା ବି ଯଦି ଚାଲିବାକୁ ବାହାରିଛନ୍ତି ତାହେଲେ ନିଶ୍ଚିତ ଚାଲନ୍ତୁ, ଆପଣ ନିଜର ଲକ୍ଷ୍ୟକୁ ପହଞ୍ଚି ପାରିବେ। ରଞ୍ଜନା ଯାହା ପ୍ରତିକ୍ରିୟା ଦଉଥିଲେ ତାଙ୍କ ପ୍ରତିକ୍ରିୟାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ବାରି ହେଇ ପଡୁଥିଲା ଯେ ଆଜିର ମହିଳାମାନେ ଆଉ ଅବଳା ନୁହନ୍ତି କି ଦୁର୍ବଳା ନୁହନ୍ତି, ସେମାନେ ସଶକ୍ତ ସୁଦୃଢ଼ ଏବଂ ନିଜେ ମଧ୍ୟ ସ୍ୱାବଲମ୍ବୀ ବି ହୋଇପାରିବେ। ଆଉ ମୁଁ ତ ପ୍ରଥମରୁ କହିଛି ଯେ ଦୃଢ଼ ଇଚ୍ଛା ଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ନିଶ୍ଚିତ ରୂପେ ହାର ମାନିବ ଏବଂ ଏବଂ ସଫଳତା ମଧ୍ୟ ଆପଣଙ୍କୁ ଆଗକୁ ଯିବା ପାଇଁ ରାସ୍ତା ଦେଖେଇବ। ଯେମିତି ରଞ୍ଜନା ତାଙ୍କର ପ୍ରଚେଷ୍ଟା ବଳରେ ତାଙ୍କର ଚେଷ୍ଟା ବଳରେ ସେ ସଫଳତାର ସିଡ଼ି ଚଢ଼ି ପାରିଛନ୍ତି ଏବଂ ଆଗକୁ ମଧ୍ୟ ଯାଇପାରିଛନ୍ତି। ଆଉ ରଞ୍ଜନା କହିବି ଯେ ରଞ୍ଜନା ହେଉଛନ୍ତି ସମସ୍ତ ନାରୀ ଜାତି ପାଇଁ, ସମସ୍ତ ମହିଳାମାନଙ୍କ ପାଇଁ, ସମସ୍ତ ଛାତ୍ରୀମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ, ଯିଏକି ଭିନ୍ନକ୍ଷମ ହେଲେ ମଧ୍ୟ ସେ ସକ୍ଷମ ହେବାର ରାସ୍ତାକୁ ସମସ୍ତଙ୍କୁ ଦେଖାଇ ପାରିଛନ୍ତି। ଏବଂ ରଞ୍ଜନାକୁ ଯଦି ଆମେ ଅନୁକରଣ କରିବା ତାହେଲେ ଆମେ ଭିନ୍ନକ୍ଷମ ହେଲେ ମଧ୍ୟ କେବେ ବି କୌଣସି ଭିନ୍ନକ୍ଷମ ଝିଅ ହେଉ କିମ୍ବା ମହିଳା ହୁଅନ୍ତୁ କିମ୍ବା ନାରୀ ହୁଅନ୍ତୁ ସେ କେବେ ହାର ମାନିବେ ନାହିଁ, ବରଂ ଆଗକୁ ବଢ଼ି ଚାଲିବେ। ଯେହେତୁ ଯଦି ସେମାନଙ୍କ ନିକଟରେ ଆର୍ଥିକ ସଙ୍କଟ ମଧ୍ୟ ଥାଏ ତେବେ ସରକାରଙ୍କର, ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ନାରୀମାନଙ୍କ ପାଇଁ ବହୁତ କିଛି ଯୋଜନା ରହିଛି ଏବଂ ବହୁତ କିଛି ଯୋଜନା ଲମ୍ବି ରହିଛି ଏବଂ ସେହି ଯୋଜନାର ଯଦି ଫାଇଦା ସେମାନେ ଉଠାଇ ପାରିବେ ତାହେଲେ ମହିଳାମାନେ ନିଶ୍ଚିତ ରୂପେ ଆଗକୁ ଯାଇପାରିବେ। ଆଉ ସେମାନଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରଞ୍ଜନା ନାହକ। ଆମେ ମଧ୍ୟ ଚାହୁଁଛୁ ରଞ୍ଜନା ନାହକଙ୍କର ଚଲାପଥ ପୁଷ୍ପମୟ ହେଉ ଏବଂ ରଞ୍ଜନା ନାହକ ଆଗକୁ ବଢ଼ିବା ସହିତ ସମସ୍ତ ମହିଳା ଜାତି, ସମସ୍ତ ଭିନ୍ନକ୍ଷମ ମହିଳା ଯେଉଁମାନେ ବି ଭିନ୍ନକ୍ଷମ ସେମାନେ ଆଗକୁ ବଢ଼ିବା ପାଇଁ ରଞ୍ଜନାଙ୍କର ମାର୍ଗ ଅନୁସରଣ କରନ୍ତୁ ଏବଂ ରଞ୍ଜନା ସେମାନଙ୍କ ପାଇଁ ଆଦର୍ଶ ମଧ୍ୟ ସାଜନ୍ତୁ। ଗଞ୍ଜାମ ଜିଲ୍ଲା ପୁରସ୍ତମପୁର ବ୍ଲକ ବାଘଳା ପଞ୍ଚାୟତ କୁଶପୁର ଗ୍ରାମ ସଞ୍ଜୟ କୁମାର ବିଶ୍ୱାଳଙ୍କ ରିପୋର୍ଟ, ଖବର ଓଡ଼ିଶା।